ପଣ୍ଡରାପାଲିରେ ଜଳନ୍ଧର ଦରବାରର ଚତୁର୍ଥ ରଜନୀର ନାଟକ ମଞ୍ଚସ୍ଥ ଯୋଗ ଦେଲେ ବୀରମହାରାଜପୁର ବିଧାୟକ। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମରେ ଗତ 26 ତାରିଖ ଠାରୁ ମା ଚନ୍ଦଲିପାଟ ଏବଂ ଝାଡ଼ଖଣ୍ଡ ନିବାସୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବଡ଼ ଧୁମଧାମରେ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ନାମଯଜ୍ଞ, ସପ୍ତାହ ପାରାୟଣ ଏବଂ ଦର୍ଶକଙ୍କ ମନୋରଞ୍ଜନ ସକାଶେ ଜଳନ୍ଧର ଦରବାର କମିଟି ପକ୍ଷରୁ ଆୟୋଜନ କରାଯାଇଛି। ଗତକାଲି ଜଳନ୍ଧର ଦରବାରର ଚତୁର୍ଥ ରଜନୀର ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ରାଜ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ଶ୍ରୀଯୁକ୍ତ ରଘୁନାଥ ଜଗଦଲା ଏବଂ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ବିଜେପି ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିହାରୀ ମାଝୀ, ସାଂସଦ ପ୍ରତିନିଧି ହେମନ୍ତ ବିଶ୍ୱାଳ, ବରିଷ୍ଠ ବିଜେପି ନେତା ରଥ ସାହୁ, ଚୌତରା ଦୀପ ଏବଂ ରାମପୁର ମଣ୍ଡଳ ସଭାପତି ରୂପଧର ପ୍ରଧାନ ପ୍ରମୁଖ ରାଜ ଅତିଥି ଭାବେ ଦରବାରରେ ଯୋଗଦାନ ପୂର୍ବକ ଦରବାରର ଶୋଭାବର୍ଦ୍ଧନ କରି ଉପସ୍ଥିତ ଦର୍ଶକଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା ପ୍ରଖ୍ୟାତ ମଞ୍ଚ ଅଭିନେତା ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ ମହାରାଜ ଜଳନ୍ଧର ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଚମତ୍କାର ଅଭିନୟ, ରାଜକୀୟ ଠାଣି ଏବଂ ଉଚ୍ଚକୋଟୀର ସଂଳାପ ଓ ଲୋମହର୍ଷଣକାରୀ ଅଟ୍ଟହାସ୍ୟ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପ୍ରାୟ 12:45 ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଦର୍ଶକଙ୍କ ମନୋରଞ୍ଜନ ସକାଶେ ଦରବାରରେ ରାଜନର୍ତ୍ତକୀଙ୍କ ଦ୍ୱାରା ପରିବେଶିତ ସମ୍ବଲପୁରୀ ଲୋକନୃତ୍ୟ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥିଲା।